ଯେଉଁ ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ମିଳିନାହିଁ, ସୁଭଦ୍ରା ଯୋଜନାରେ ସୁଭଦ୍ରା ଟଙ୍କା ମିଳିନାହିଁ, ଦୟାକରି ଧ୍ୟାନ ସହକାରେ ଶୁଣନ୍ତୁ। ଏମିତି କଲେ ଆପଣଙ୍କୁ ଟଙ୍କା ମିଳିବ। ଗୁଡ୍ ମର୍ଣ୍ଣିଂ, ନମସ୍କାର ଦର୍ଶକ ବନ୍ଧୁ। ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଯେଉଁମାନେ ପ୍ରଥମ କରିକି ଏହି ନ୍ୟୁଜ୍ ଚ୍ୟାନେଲରେ ଆସିଛନ୍ତି, ଏମିତିକା ସରକାରୀ ନ୍ୟୁଜ୍ ଅପ୍ ଟୁ ଡେଟ୍ ପାଇବାକୁ ହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହା ଫଳରେ ଆପଣ ସରକାରୀ ନ୍ୟୁଜ୍ ଅପ୍ ଟୁ ଡେଟ୍ ଆପଣଙ୍କୁ ସବୁଦିନ ମିଳିବ, ଯାହା ଫଳରେ ଆପଣ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ତେବେ ଚାଲନ୍ତୁ ଦର୍ଶକ ବନ୍ଧୁ ନ୍ୟୁଜ୍ ଖବର ଉପରେ ନଜର ପକାଇବା। ସୁଭଦ୍ରା ଯୋଜନାର ମହିଳାମାନଙ୍କ ପାଇଁ ଆସିଲା ଖୁସି ଖବର। ଅକ୍ଟୋବର 10 ତାରିଖରେ ମିଳିବ ସୁଭଦ୍ରା ଯୋଜନାର 5,000 ଟଙ୍କା। କେଉଁ ମହିଳାମାନଙ୍କୁ ମିଳିବ, କେଉଁ ଡକ୍ୟୁମେଣ୍ଟ ଦେଇଥିବା ଦରକାର ଜାଣି ନିଅନ୍ତୁ ଦର୍ଶକ ବନ୍ଧୁ। କାରଣ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଅକ୍ଟୋବର 10 ତାରିଖରେ ସୁଭଦ୍ରା ଯୋଜନାର ଟଙ୍କା ମିଳିବ। ଯଦି ଆପଣ ଏହି ଦରକାରୀ ଡକ୍ୟୁମେଣ୍ଟ ଦାଖଲ କରିନଥିବେ ଓ ଫର୍ମରେ ଠିକ୍ ସୂଚନା ଦେଇନଥିବେ, ଆପଣଙ୍କୁ ମଧ୍ୟ ଅକ୍ଟୋବର 10 ତାରିଖରେ ସୁଭଦ୍ରା ଟଙ୍କା ମିଳିବ ନାହିଁ। ତେବେ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାର ଫର୍ମ ଦାଖଲ କେମିତି କରିବେ, କେଉଁ ଉପରେ ଗୁରୁତ୍ୱପୂର୍ଣ୍ଣ ଦେବେ, ଆସନ୍ତୁ ଜାଣିନେବା। ଧ୍ୟାନ ସହକାରେ ଶୁଣନ୍ତୁ ଦର୍ଶକ ବନ୍ଧୁ। ଆପଣଙ୍କୁ ମଧ୍ୟ ନିଶ୍ଚୟ ଅକ୍ଟୋବର 10 ତାରିଖରେ ସୁଭଦ୍ରା ଯୋଜନାର ଟଙ୍କା ମିଳିବ। ସେପଟେ ସୁଭଦ୍ରା ଯୋଜନାର ଫର୍ମ ଦାଖଲ ବେଳେ ଆପଣଙ୍କୁ ଆଧାର କାର୍ଡ ଜେରକ୍ସ ସହ ରାସନ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଖାତାର ଜେରକ୍ସ ଦେବାର ଜରୁରୀ। ଯଦି ଆପଣ ରାସନ କାର୍ଡ ଦେଇନଥିବେ, ଆପଣଙ୍କୁ ମଧ୍ୟ ସୁଭଦ୍ରା ଯୋଜନାର ଟଙ୍କା ମିଳିବ ନାହିଁ। ଏଥିସହିତ ବାୟୋମେଟ୍ରିକ ବି ସଠିକ ଭାବେ ହୋଇଥିବା ଦରକାର ଏବଂ ଆପଣଙ୍କ ବ୍ୟାଙ୍କ ଖାତା ଡିବିଟି ହୋଇଥିବା ଦରକାର। ଆପଣଙ୍କର ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ହୋଇଥିବା ଦରକାର। ଏହିସବୁ ପ୍ରକ୍ରିୟା ଯଦି ଆପଣ ସମ୍ପୂର୍ଣ୍ଣ କରିଛନ୍ତି, ତେବେ ଆପଣଙ୍କୁ ଅକ୍ଟୋବର 10 ତାରିଖରେ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବାର ଖବର ମିଳିଛି। ପାଖାପାଖି 25 ଲକ୍ଷ ମହିଳାଙ୍କୁ 10 ତାରିଖରେ ଟଙ୍କା ମିଳିବ ବୋଲି ଜଣାପଡ଼ିଛି। ଧନ୍ୟବାଦ ଦର୍ଶକ।